तृतीय अध्याय श्री सुतोवाच। सुत कहन्ति सुध चित्ते हरसे मुनिंक अग्रते शुण सकल मुनिजने हरिचरित सावधाने। सृष्टिर काले से मुरारी महापुरुष रूप धरी महत्तत्वादि अंगे पशि विराट रूपे ब्रह्मराशि कला से बहई षोडश अनादि परम पुरुष बुद्धि चेतना अहंकार मन अंतर अक्षि समीर अनल जल वसुमती पंच इंद्रिय जहा चिंती जीव परम षोडश हे आदि सृष्टि उपदेश से सृष्टि संगे इच्छा करी जले जोग निद्रा विस्तारी तानाभि कमल सकल प्रकाशी अच्छादिला जल ब्रह्मा होइले तहु जात से प्रजापतिंकर नाथ तार शरीर सृष्टि लोक प्रकाश होइले अनेक से शुद्ध तत्व विश्वरूप जार अभियान मोह कल्प अनेक चक्षु द्वारे भरी से विश्वरूप ब्रह्मचारी सहस्र पाद भुज शिर वदन नासा तेज सहस्र लोचन श्रवण बसन कुंडल भूषण मणिकुंडल झटकंती दिशंती अति रूप कांति से सृष्टि मध्य मायाधर करई जेते अवतार तांकरी मूल विजय जगते ब्रह्मा से बोलाई जार अंशासर बळे गगन पृथ्वी पाताळे देव मनुष्य पशु आदि निगम गोचरे संपादि प्रथमे कुमार बयस सृष्टि उदय उपदेश दुस्तर ब्रह्मचर्या व्रते तपसाधिले दृढ़ चिते तृतीय सृष्टिर आगमे साधिले यज्ञेश्वर नामे पूर्व प्रलय काल बेले मही जे थिला रसा तले ताकू धरे नर हरि तत्क्षणे काल रूप धरी उदरी जले बसाइला बराह कल्प बोलाइला तृतीय ऋषि संगे हरि नारद ऋषि रूप धरी विष्णु भक्त जनहिते निष्काम भाव उपगते चतुर्थे जन्म वेद कांडे धर्म उद्देश्य कर्म कांडे से रूप नर नारायण सृजिले धर्म आचरण तपसाधिले दृढ़ चिते सृष्टि कल्पने अविरते पंचमे सिद्धि अवतारे जन्मिले कंधर्मर घरे नाम से कपिला बोलाई पिता माता को ज्ञान कही षष्ठ सर्गरे नर हरि अतिर वंशे अवतरी अनेक ज्ञान शास्त्र कल्पे जन्मिले दत्तात्रेय रूपे सप्तमे रुचि ऋषि व्यर्जे जन्मिले आकुतिर गर्भे रूपे यज्ञ अवतार पालिले स्वयं बभुंकर अष्टमे नाभि गृहे जात ऋषभ मेरु देवी सुत
କଠୋର ଅତି ତପ କଲେ ଜ୍ଞାନଙ୍କୁ ପଥ ଦେଖାଇଲେ ନବମେ ପୃଥୁ ରୂପ ଧରି ବଳେ ଦୁହିଁଲେ ବସୁନ୍ଧରୀ କ୍ଷୀରେ ଧରଣୀ କରି ସମ ନାମ ବହିଲେ ଔଷତମ ଦଶମେ ମତ୍ସ୍ୟ ରୂପ ହୋଇ ନାଦେ ଔଷଧ ବୀଜ ବହି ପ୍ରଳୟ ଜଳେ ବିହାରିଲା ରବି କୁମରକୁ ରଖିଲା ଏକାଦଶରେ ଚକ୍ରଧର ଯେ ରୂପେ ଜନ୍ମ ଉପକାର ଇନ୍ଦ୍ରିର ତେ ଦେବସୁରେ କ୍ଷୀର ସମୁଦ୍ର ମନ୍ଥିବାରେ କପଟେ କର୍ମ ରୂପ ହୋଇ ମନ୍ଦିର ଗରି ପୃଷ୍ଠେ ଦହି ଦ୍ୱାଦଶ ସ୍ୱର୍ଗେ ବିଶ୍ୱରୂପ ଜନ୍ମିଲା ଦନ୍ତ ହିତ ରୂପ ଅମୃତ କ୍ଷୀରାର୍ଣ୍ଣବର୍ଣ୍ଣ ଆଣି ଦେବଙ୍କୁ ପିଆଇଲେ ପୁଣି ମୋହିନୀ ରୂପ ତ୍ରୟାଦଶେ ଅସୁର ମୋହେ କାମ ବସେ ଚତୁର୍ଦଶୀ ନୃସିଂହ ବପୁ ବିଦାରେ ହିରଣ୍ୟକଶପୁ ବାମନ ରୂପେ ପଞ୍ଚଦଶେ ବଳିକୁ ଚଳିଲେ ବିଶ୍ୱାସେ ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି ପିତାର ବଧ ଅହଙ୍କାରେ ଧରଣୀ ଏକବିଂଶ ଭାରେ ଭ୍ରମିଲେ ମହାକୋପ ନଳେ ରାଜାଙ୍କୁ ଧରି ବାହୁ ବଳେ ଦୃଷ୍ଟି କ୍ଷତ୍ରିୟ କାଟି ମୁଣ୍ଡ ହୃଦୟରେ ପୂର୍ଣ୍ଣ କଲେ କୁଣ୍ଡ ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବର୍ଣ୍ଣେ ସପ୍ତଦଶରେ ସରୁ କାର୍ଯ୍ୟେ ଜନ୍ମିଲେ ପରାଶର ବ୍ୟର୍ଯ୍ୟେ ନିଗମ ବୃକ୍ଷ ଥିଲା ଏକା ବିଚାରି କଲା ସତ ଶାଖା ପ୍ରାଣୀଙ୍କ ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମ ସଂସାରେ ପ୍ରସିଦ୍ଧି ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦେଶେ ଜଳଧି ବାନ୍ଧି ସୀତା ଚଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ ରାବଣ ମାରି ଦେବ କାର୍ଯ୍ୟ ଧର୍ମ ସ୍ଥାପିଲେ ରାଜ୍ୟ ଊନବିଂଶତି ରୂପେ ହରି ଯାଦବ ବଂଶେ ଅବତରି କୃଷ୍ଣ ଶରୀର ରାମ ତୁଲେ ଅବନି ଭାରା ନିବାରିଲେ କଳି ଆଗମେ ଭାବ ଗ୍ରାହୀ ପାଷାଣ୍ଡ ଜନ୍ମ ମନ ମୋହି ବୁଦ୍ଧି ନାମରେ ଦ୍ୱିଜ ଘରେ ଜନ୍ମିଲେ କୀଟନ ଘରେ ଜ୍ଞାନ ଉଦ୍ଦେଶ୍ୟ ଭଗବାନ ମୋହିଲେ ଅସୁରଙ୍କ ମନ ହେମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ଋଷିକେଶ ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖି ଏ ଜଗତେ ନିର୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିତ୍ୟ ହରି ସେ କୋପେ ବିଷ୍ଣୁ ଯାସ ଘରେ ଜନ୍ମିବେ କଳ କି ଅବତାରେ ମନରୁ ଅତି ବଳବନ୍ତ ଅଶ୍ୱାରୋହୀ ଜଗନ୍ନାଥ ସୁନନ୍ଦ କଳ गे କରି ଧରି ଦୃଷ୍ଟ ରାଜାଙ୍କୁ ବେଗେ ମାରି ଅଳ୍ପ ପ୍ରଜା ଜନ ଶେଷ ଦୟାରେ ଲଭିବେ ଆଶ୍ୱାସ ସେ ସତ୍ୟ ନିଧି ମାୟାଧର ଅସଂଖ୍ୟ କରେ ଅବତାର ଯଥା ଅକ୍ଷୟ ଦେହେ ସହସ୍ର କ୍ରୋଧ ନିଧି ବହେ ऋषि देवता मनु राजा जे मनु पत्रे महातेजा ये आदि जेते प्रजापति विष्णुर अंशे जन्म होती के अंश केते कला होई विभूति गुणे के जन्मई सकल अवतार सार किहबा देवा पटांतर निज मूर्ति चक्रधर स्वयं श्री कृष्ण अवतार हेमंते नाना रूपे धरे से हरि संसारे विहरे दुष्टंक बल तेज हरि
ସଂସାର ରଖେ ନରହରି। ବିଷ୍ଣୁର ଜନ୍ମ କର୍ମ ବାଣୀ ଯେ ଯତ୍ନେ ନିତ୍ୟ ଶୁଣି। ରାତ୍ର ଦିବସ ମଧ୍ୟ ଯେବେ କାଳ ବଞ୍ଚନ୍ତି କୃଷ୍ଣ ଭାବେ। ସେ ଦୁଃଖ ସଙ୍କଟ ଉତ୍ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି। ବିଷ୍ଣୁ ଜନ୍ମ ଜନହିତେ ମନ୍ତେ ନାନା ରୂପ ଯେତେ। ସ୍ୱଭାବେ ରୂପ ଯାର ନାହିଁ ନିର୍ଲୋପ ନିରଞ୍ଜନ ସେଇ। ମାୟାର ଗୁଣେ ବିଚରିତ ମହତ ଆଦୁରି ସମ୍ଭୂତ। ଯେ ସନେ ମେଘ ଶୂନ୍ୟ ଥାଇ ଗଗନେ ଧୂଳି ଯେ ଉଡ଼ାଇ। ତାହାକୁ ଦୃଷ୍ଟି ଊର୍ଦ୍ଧ୍ୱେ ରଖି ସେ ସତ୍ୟ ପ୍ରାୟ ଉପଲକ୍ଷି। ତାହାକୁ ବୋଲି ଜ୍ଞାନହୀନ ଏବେ ଶୁଣ ମୁନିଜନ। ସ୍ୱଭାବେ ଦୃଶ୍ୟ ବର୍ଣ୍ଣ ନୁହେଁ ଗୁଣ ଆବରି ଦେହ ବହେ। ଏଣୁ ଏ ଜନ୍ମ ରୂପ ବହି ଜନ୍ମ ମରଣ ପଥେ ଥାଇ। ସମ ଅସମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ। ଆତ୍ମାରେ କଳ୍ପିତ ଈଶ୍ୱର ଏତହୁଁ ବ୍ରହ୍ମାର ବିଚାର। ମାୟା ମିଶ୍ରିତ ପ୍ରାଣୀ ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ। ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି। ଏମନ୍ତେ ଜନ୍ମ କର୍ମ ଯେତେ ବିଚାର କରି ବେଦ ମତେ। କହନ୍ତି ଯେତେ ମୁନି ଧ୍ୟାନେ ଏନ ଘଟଇ ଅନୁମାନେ। ପରମାନନ୍ଦ ରୂପେ ଚିତ ଯେତେ ସେ ହୁଅଇ ମିଶ୍ରିତ। ତେବେ ସମ୍ପତ ବ୍ରହ୍ମ ଜ୍ଞାନ ଜାଣଇ ତତ୍ତ୍ୱ ଜ୍ଞାନୀ ଜନ। ତାହାର ଜନ୍ମ କର୍ମ ନାହିଁ ବେଦର ଗୁପ୍ତ ତତ୍ତ୍ୱ ସେହି। ତାହାଙ୍କ ଜନ୍ମ କର୍ମ ଭାବେ କିବିଏ ବର୍ଣ୍ଣନ୍ତି ସ୍ୱଭାବେ। ସ୍ୱଭାବେ ଜନ୍ମ ଯାର ନାହିଁ ବିଚାର କରିବ ସେ କାହିଁ। ଅମୋହ ଲୀଳା ନରହରି ଆତ୍ମାରେ ବିଷ୍ଣୁ ମାୟା କରି। ବ୍ରହ୍ମାଣ୍ଡ ସୂର୍ଯ୍ୟ ପାଳଇ ତାହାକୁ ଅନ୍ତେ ସେ ବକ୍ଷଇ। ପ୍ରାଣୀଙ୍କ ମଧ୍ୟରେ ଆତ୍ମତନ୍ତ୍ରେ ଷଡ଼ବଗ୍ର ଭୋଗ କରେ ନିତେ। ଏଣୁ ଈଶ୍ୱର ସେ ବୋଲାଇ କିସ ଉପମା ଦେବି ମୁଇଁ। ଈଶ୍ୱର ଲୀଳା କର୍ମ ଯେତେ କେ ଜାଣିପାରେ ତର୍କ ମତେ। ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ଗୁଣ ଗ୍ରାମ। ନଟ ଯେ ସନେ ମାୟା କରି ମୋହଇକୁ କବିସ୍ତାରି। ଅଜ୍ଞାନୀ ଜାଣିବ କି ତାହା ଦୂରଧିଗମ୍ୟ ବିଷ୍ଣୁ ମାୟା। ଏକାଳ ଚକ୍ର ତାର ହସ୍ତ କେ ଜାଣିପାରେ ତାର ଗ୍ରସ୍ତ। ସେ ହରି ପାଦ ପଦ୍ମ ବନ୍ଧ ଯେ ନିତ୍ୟ ପିଏ ମକରନ୍ଦ। ହିଂସା କପଟ ଦୂର ତେଜେ ସର୍ବାନୁକୂଳେ କୃଷ୍ଣ ଭଜେ। ଭକତ ବାବଣ ଭଜନ୍ତି ସେ କୃଷ୍ଣ ମହିମା ଜାଣନ୍ତି। ଧନ୍ୟ ଜୀବନ ତାହାଙ୍କର ସେ ହରି ଚରଣେ କିଙ୍କର। ସର୍ବ ଆତ୍ମାକୁ ଆତ୍ମା ଭାବେ ଭଜନ୍ତି ନିତ୍ୟ ବାସୁଦେବେ। ଏମନ୍ତ ଭାବ ଯେ ଭଜଇ ଏ ମାୟା ତାକୁ ନ ଲାଗଇ। ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବ୍ରହ୍ମ ତତ୍ତ୍ୱ। କୃଷ୍ଣର ଚରିତ ପ୍ରଶଂସି ପ୍ରକାଶ କଲେ ବ୍ରହ୍ମ ଋଷି। ଜୀବର ମୁଖ୍ୟ ଫଳ ଅର୍ଥେ ଧନ ମଙ୍ଗଳ ଏ ଜଗତେ। ସର୍ବନିଗମ ଇତିହାସେ ସାର ଉର୍ଦ୍ଧରି ମନ ତୋଷେ।
ଆତ୍ମଜ୍ଞାନୀଙ୍କ ମଧ୍ୟରେ ସାର ଯେ ସୁଖ ରୂପ ଅବତାର ତାହାଙ୍କୁ ଭାଗବତ ଦୀକ୍ଷା ଦେଇ କହିଲେ ଆତ୍ମଶିକ୍ଷା ସେ ପୁଣି ପରୀକ୍ଷିତ ଆଗେ କହିଲେ ଆତ୍ମା ଅନୁରାଗେ ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା ଜଳେ ପରମ ଋଷି ମେଳେ ଥାଇ କୃଷ୍ଣ ଚରଣେ ମନ ଦେଇ ଏ ଭାଗବତ ରସ ଶୁଣି ତରିଲା ଭବ ତରଙ୍ଗିଣୀ ସେ କୃଷ୍ଣ ଲୀଳା କାର୍ଯ୍ୟ ଲୋଭେ ନିଜ ଭୁବନେ ପୁଣି ଯିବେ ସଙ୍ଗତେ ଜ୍ଞାନୀ ଧର୍ମ ଜ୍ଞାନ ନିଜ ଶରୀରେ ହେବେ ଲୀନ ସେ କଳି ଯୁଗେ ଯେତେ ନରେ ପଡ଼ିବେ ମାୟା ଅନ୍ଧକାରେ ତାହାକୁ ତପନ ଉଦିତ ହୋଇବ ଭାବ ଭାଗବତ ରାଜସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ସଙ୍ଗତେ ଏ ଭାଗବତ ତତ୍ତ୍ୱବାଣୀ ସୁକ ମୁନିଙ୍କ ମୁଖ ଶୁଣି ଜାଣିଲି ସୁକ ଅନୁରାଗେ ଏବେ କହିଲେ ତୁମ୍ଭ ଆଗେ କହି ଦାସ ଜଗନ୍ନାଥ ସୁଜନ ହିତ ଭାଗବତ ସୁଜନ ହିତ ଭାଗବତ କହି ଦାସ ଜଗନ୍ନାଥ ଏ ଭାବେ ଚିନ୍ତନର ହରି ଘୋର ସଂସାରୁ ଜୀବ ତରି ଘୋର ସଂସାରୁ ଜୀବ ତରି ଏ ଭାବେ ଚିନ୍ତନର ହରି। इति श्रीमद्भागवते महापुराणे पारमांसं संहितायां भाष्यं प्रथमस्कन्धे नवमस्यं पाख्याने नाम तृतीयोऽध्यायः समाप्तः।